ହାଏ ସାଙ୍ଗମାନେ, ଆଜି ଆମେ ସ୍କୁଲ ବାଏ ସ୍କୁଲ ଶୁଭ ବିଦାୟ ପାଠର ଦ୍ୱିତୀୟ ପାର୍ଟ ଆଲୋଚନା କରିବା। ପ୍ରଥମ ପାର୍ଟରେ ତ ଆମେ ଜାଣିଲୁ ଯେ କେମିତି ତୁମେମାନେ ଚାକିରି ପାଇବ, କେମିତି ତୁମେମାନେ ଭଲରେ ସ୍କୁଲରୁ ବିଦାୟ ନେବ। ଏସବୁ ବାର୍ତ୍ତା ଗୁଡ଼ାକ ପୂର୍ବରୁ ଲର୍ଡ ୟୁଷ୍ଟେସ ପର୍ସି କିଛି ସୂଚନା ଦେଇଥିଲେ। ବର୍ତ୍ତମାନ ଆଜି ଆଉ କ'ଣ ମେସେଜ ଦେଇଛନ୍ତି ଏହା ଦ୍ୱିତୀୟ ପାର୍ଟରେ ଆମେ ଜାଣିବା। ଯଦି ଆପଣମାନେ ଚ୍ୟାନେଲରେ ନୂଆ କରି ଆସିଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ବର୍ତ୍ତମାନ ଆଗକୁ ପରୀକ୍ଷା ଅଛି, ଏହି ପାଠଟି ଭଲ ଭାବରେ ମନ ଧ୍ୟାନ ଦେଇକି ଶୁଣିବ। ପ୍ରଥମେ ଆମେ ପ୍ରଥମ ପାରାଗ୍ରାଫ ପଢିବା। ସକ୍ସେସ୍ ଇନ୍ ଲାଇଫ୍ ଡିପେଣ୍ଡସ୍ ଲାର୍ଜଲି ଅନ୍ ଗୁଡ୍ ହେଲ୍ଥ। ମାନେ ଏହାର ଓଡ଼ିଆ ଅର୍ଥ ହେଲା ଜୀବନର ସଫଳତା ବହୁ ପରିମାଣରେ ଉତ୍ତମ ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ। ଯଦି ତୁମେମାନେ ଭଲ ସ୍ୱାସ୍ଥ୍ୟବାନ ହୋଇଅଛ ତାହେଲେ ପଢ଼ାରେ ମନୋଯୋଗ ଦେଇପାରିବ। ଯଦି ସ୍ୱାସ୍ଥ୍ୟ ଭଲ ନାହିଁ ତାହେଲେ ପଢ଼ାରେ ମନୋଯୋଗ ଲାଗିବନି, କେବଳ ଆପଣମାନଙ୍କ ଶରୀରରେ ହିଁ ମନ ଯିବ। Keep your body fit and by cleanliness, fresh air, regular habits and suitable recreations. Keep your body fit. ତୁମର ଶରୀରକୁ ଏପରି ଭାବରେ ସୁସ୍ଥ ରଖ, ଫିଟ୍ ରଖ, ଯାହାକି ପରିଷ୍କାର ପରିଚ୍ଛନ୍ନତା, ଶୁଦ୍ଧ ବାୟୁ ଓ ନିୟମିତ ଅଭ୍ୟାସ, ଯାହାକି ତୁମର ଦୈନନ୍ଦିନ ଅଭ୍ୟାସ ରହିଛି, ଯଥା ସକାଳୁ ଉଠିବା, କିଛି ବ୍ୟାୟାମ କରିବା କିମ୍ବା ଅନ୍ୟ ଯାହା ବି କିଛି ରହିଛି ସେଗୁଡ଼ାକ ନିୟମିତ ଭାବରେ କରିବ। ସୁଟେବୁଲ ରିକ୍ରିଏସନ୍ସ, ମାନେ ଏଠି ରିକ୍ରିଏସନ୍ସର ଅର୍ଥ ହେଲା ଚିତ୍ତ ବିନୋଦନ ବା ମନର ଆନନ୍ଦ ଉଲ୍ଲାସ ପାଇଁ ଯେଉଁ ଅଭ୍ୟାସଟି ଆମେ କରିଥାଉ, ଯାହାକି ଆମେ ହବି ବୋଲି କହିଥାଉ, ତାହା ସୁଟେବୁଲ ରିକ୍ରିଏସନ୍, ଯୋଉଟାକି ତୁମମାନଙ୍କର ମନ ପସନ୍ଦକୁ ଲାଗିବ, ଯଥା ଗୀତ ଶୁଣିବା ହଉ କିମ୍ବା କ୍ରିକେଟ ଖେଳିବା ହଉ, ଯାହା ବି କିଛି ପ୍ରତିଦିନ କରିବ। ମେକ୍ ୟୁର ସେଲ୍ଫ ଷ୍ଟ୍ରଙ୍ଗ ଟୁ ପ୍ଲେ ଦି ଗେମ୍, ଏବଂ ଖେଳ ଖେଳିବା ପାଇଁ ତୁମେ ବଳିଷ୍ଠ ହେବାକୁ ପଡ଼ିବ, ତୁମ ଶରୀର ହୃଷ୍ଟପୁଷ୍ଟ ହେବାକୁ ପଡ଼ିବ। ଆଣ୍ଡ ଟୁ ଡୁ ଇଟ୍ ଇନ୍ ଏଭ୍ରି ସେନ୍ସ ଅଫ୍ ଦି ୱାର୍ଡ। ଏ ଯେଉଁ କାର୍ଯ୍ୟ ଗୁଡ଼ାକ କରିବ ଏହାର ନିଜର ଜ୍ଞାନ ଅନୁସାରେ କରିବ, ନିଜର ଉତ୍ତମ ବୁଦ୍ଧି ଅନୁସାରେ କରିବ। କାହା କଥାରେ ବାୟସ ହେବାର କିଛି ଆବଶ୍ୟକ ନାହିଁ। ଏହା ତ ଦୈନନ୍ଦିନ କାର୍ଯ୍ୟ ଗୁଡ଼ିକ, ଏହା ନିଜର ଜ୍ଞାନ ଅନୁସାରେ ହିଁ କୋଉଟା ଭଲ କୋଉଟା ମନ୍ଦ ତାହା ଚିନ୍ତା କରି କରିବାକୁ ପଡ଼ିବ। ଆଭଏଡ୍ ଏନିଥିଙ୍ଗ ଦ୍ୟାଟ୍ ୱିଲ୍ ସାପ୍ ୟୋର ହେଲ୍ଥ। ସାପ୍ ମାନେ ଦୁର୍ବଳ କରିଦେବା। ଆଭଏଡ୍ ଏନିଥିଙ୍ଗ ୱିଲ୍ ସାପ୍ ୟୋର ହେଲ୍ଥ ମାନେ ଶରୀରକୁ ଦୁର୍ବଳ କରି ପକାଉଥିବା ଯେଉଁ ଅଭ୍ୟାସ ଗୁଡ଼ାକ ରହିଛି ତାହାକୁ ପରିତ୍ୟାଗ କରିବାକୁ ପଡ଼ିବ, ତାକୁ ଛାଡ଼ିବାକୁ ପଡ଼ିବ। ସ୍ମୋକିଂ ଇନ୍ ୟୋର ୟୁଥ୍ ଷ୍ଟଣ୍ଟସ୍ ଦି ବଡି। ଯଦି କୌଣସି ପିଲା କିମ୍ବା କୌଣସି ବ୍ୟକ୍ତି ଧୂମପାନ କରୁଥାଏ ତାହେଲେ ଯୁବ ଅବସ୍ଥାରେ ଏହା ଶରୀର ବୃଦ୍ଧିରେ, ଷ୍ଟଣ୍ଟସ୍ ମାନେ ଶରୀର ବୃଦ୍ଧିରେ ବାଧା ସୃଷ୍ଟି କରିବା, ଏହି ଶବ୍ଦର ଅର୍ଥ। ସ୍ମୋକିଂ ଇନ୍ ୟୋର ୟୁଥ୍ ଷ୍ଟଣ୍ଟ ଦି ବଡି, ଯୁବ ଅବସ୍ଥାରେ ଧୂମପାନ କଲେ ତୁମର ଯେଉଁ ଶରୀର ଧୀରେ ଧୀରେ କ୍ଷୟ ହେବ, ବୃଦ୍ଧି ଘଟିପାରିବ ନାହିଁ। ତେଣୁ ଏଠି ମୋର ମଧ୍ୟ ଉପଦେଶ ଯେ ଏ ଯେଉଁ ୟଙ୍ଗ ସମୟରେ କୌଣସି ଧୂମପାନ କରିବନି, ଆଲକୋହଲିକ କରିବନି। ଆଣ୍ଡ କ୍ଲାଉଡ୍ସ ଦ ବ୍ରେନ୍, ମାନେ ମସ୍ତିଷ୍କକୁ ଦ୍ୱନ୍ଦ୍ୱରେ ପକାଇଦେବ, ମସ୍ତିଷ୍କକୁ ଦ୍ୱିଧାଗ୍ରସ୍ତ କରିଦେବ, ଯେଉଁଥିରେ କି କୋଉଟା ଭୁଲ କୋଉଟା ଠିକ ମାନେ ଜାଣିପାରିବ ନାହିଁ। ତେଣୁ ସବୁବେଳେ ସ୍ମୋକିଂକୁ ଆଭଏଡ୍ କରିବ, ସ୍ମୋକିଂକୁ ପରିତ୍ୟାଗ କରିବ, ଯୋଉଟାକି ତୁମ ଶରୀରକୁ ଧୀରେ ଧୀରେ କ୍ଷତି ପହଞ୍ଚାଇବ। ନେକ୍ସଟ ଲାଇନ୍ ହେଲା ବି ଟେମ୍ପରେଟ୍ ଇନ୍ ଅଲ୍ ଥିଙ୍ଗସ୍ ଆଣ୍ଡ ବିୱେୟାର ଅଫ୍ ଡ୍ରିଙ୍କସ୍। ଏଇ ଲାଇନ୍ର ଅର୍ଥ ହେଲା
ପ୍ରତ୍ୟେକ ଟେମ୍ପରେଟ୍ ମାନେ ସଂଯତ, ବି ଟେମ୍ପରେଟ୍ ଇନ୍ ଅଲ୍ ଥିଙ୍ଗସ୍। ପ୍ରତ୍ୟେକ ବିଷୟରେ ପ୍ରତ୍ୟେକ କଥାରେ ସଂଯତ ହୋଇ ରହିବ, କୌଣସି କଥାରେ ଏଗ୍ରେସିଭ ହବନି କିମ୍ବା ସାଙ୍ଗେ ସାଙ୍ଗେ କୌଣସି କଥାରେ ଡିସିସନ୍ ନବନି, ପ୍ରାୟ ଧୀର ସ୍ଥିରରେ କାମ କରିବ। ବି ଟେମ୍ପରେଟ୍ ମାନେ ସଂଯତ ରହିବ। ଆଣ୍ଡ ବି ୱେୟାର ଅଫ୍ ଡ୍ରିଙ୍କ ମାନେ ମଦ୍ୟପାନ ପ୍ରତି ସାବଧାନ ରହିବ। ଏଠି ଡ୍ରିଙ୍କର ଅର୍ଥ ହେଲା ସଫ୍ଟ ଡ୍ରିଙ୍କ ନୁହଁ କି କୌଣସି ଅନ୍ୟ ଡ୍ରିଙ୍କ ନୁହଁ, ଏଠି ଯାହାକି ଆଲକୋହଲ କନଜମ୍ପସନ ବା ମଦ୍ୟପାନ ବିଷୟରେ ଲେଖକ କହିଛନ୍ତି। ମଦ୍ୟପାନ ପ୍ରତି ସାବଧାନ ରହିବ। ଇଟ୍ ଇଜ ଦି ଡେଡଲି ଏନିମି ଅଫ୍ ହେଲ୍ଥ ଆଣ୍ଡ ଏଫିସିଏନ୍ସି। ଏହା ସ୍ୱାସ୍ଥ୍ୟ ଓ ଏଫିସିଏନ୍ସି ମାନେ ଦକ୍ଷତା। ଇଟ୍ ଇଜ ଦି ଡେଡଲି ଏନିମି, ଏହା ସ୍ୱାସ୍ଥ୍ୟ ଓ ଦକ୍ଷତାର ଚରମ ଶତ୍ରୁ ମାନେ ପରମ ଶତ୍ରୁ ହବ। ତେଣୁକରି ମୋର ମଧ୍ୟ ରିକ୍ୱେଷ୍ଟ ଏବଂ ଲର୍ଡ ଏଉଷ୍ଟେସ୍ ପେର୍ସି ମଧ୍ୟ କହିଛନ୍ତି ଯେ କୌଣସି ସମୟରେ ଧୂମପାନ କିମ୍ବା ମଦ୍ୟପାନ ଏଗୁଡିକ ବୃତ୍ତିକୁ କେବେ ଆପଣେଇବନି, ଏଗୁଡିକ ଠାରୁ ଦୂରରେ ରହିବ। ଯଦି ଏଗୁଡାକ ଅଭ୍ୟାସ ହେଇଗଲା ତାହେଲେ ଏହା ନିଶ୍ଚୟ ତୁମ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାର କରିବ। ଷ୍ଟଣ୍ଟସ୍ ମାନେ ତୁମର ଶରୀର ବୃଦ୍ଧିରେ ବ୍ୟାଘାତ ସୃଷ୍ଟି କରିବ। ଏହା ତୁମର ସ୍ୱାସ୍ଥ୍ୟ ଓ ଦକ୍ଷତାର ପରମ ଶତ୍ରୁ। ଏବେ ନେକ୍ସଟ ପାରାଗ୍ରାଫକୁ ଯିବା। Above all, remember that your character is a priceless possession. ସର୍ବୋପରି ବା above all ମାନେ ସର୍ବୋପରି, ତୁମେ ମାନେ ମନେ ରଖ ଯେ ତୁମର ଚରିତ୍ର ହେଉଛି ଏକ ଅମୂଲ୍ୟ ସମ୍ପଦ। ଦେଖ, ଏଠି ଗୋଟେ କଥା ଆଲୋଚନା କରିବା ଯେ ଆମେ ଜଣେ ଯଦି ଚୋରି କରିଦେବ ତାହେଲେ ସିଏ ଏ ସାମାଜିକ ପରିପ୍ରେକ୍ଷୀରେ ସିଏ କ୍ଷମା ପାଇଯାଇପାରେ, କିମ୍ବା ତମେ ଯଦି ମିଛ କଥା କହିବ କିମ୍ବା ଯାହା ବି କିଛି ଏ ସଂସାରରେ ତୁମେ ମାନେ କ୍ଷମା ପ୍ରାର୍ଥନାର ଯୋଗ୍ୟ ହୋଇପାରିବ। କିନ୍ତୁ ଥରେ ଯଦି ତମର ଚରିତ୍ର ନଷ୍ଟ ହେଲା ତାହା ଆଉ ପୁଣି ଫେରି ଆସିବନି। ତେଣୁ ଏଠି ଲେଖକ କହିଛନ୍ତି ଏଭବ ଅଲ୍ ମାନେ ସର୍ବୋପରି ତୁମେ ମାନେ ମନେ ରଖିବା କଥା ଯେ କ୍ୟାରେକ୍ଟର ଇଜ ପ୍ରାଇସଲେସ୍ ପୋଜିସନ୍ସ। ଚରିତ୍ର ହେଲା ଗୋଟେ ପ୍ରାଇସଲେସ୍ ମାନେ ଅମୂଲ୍ୟ, ଯାହାର କି ମୂଲ୍ୟ ଦେଇ ପ୍ରାଇସଲେସ୍ ପୋଜିସନ୍ସ ମାନେ ସମ୍ପଦ। ଏହା ଗୋଟେ ଅମୂଲ୍ୟ ସମ୍ପଦ, ତେଣୁ ଏହାକୁ କୌଣସି ସମୟରେ ହରାଇବା ପାଇଁ ଚେଷ୍ଟା କରିବନି। କିପ୍ ଇଟ୍ ଦେୟରଫର୍ ଅନଟାର୍ନିଶ୍ଡ। ଅନଟାର୍ନିଶ୍ଡ ଅର୍ଥ ହେଲା କଳଙ୍କ ମୁକ୍ତ। ତେଣୁ ଏହାକୁ କଳଙ୍କ ମୁକ୍ତ ରଖିବ। ନିଜ ଚରିତ୍ରରେ କେବେ ବି ଦାଗ ପଡ଼ିବାକୁ ଦେବ ନାହିଁ, ସବୁବେଳେ ସଂଯତ ହୋଇ ରହିବ। ବି ଟ୍ରୁଥଫୁଲ୍ ଇନ୍ ଅଲ୍ ଥିଙ୍ଗସ୍। ସମସ୍ତଙ୍କ ପ୍ରତି ମାନେ ସର୍ବଦା ସତ କଥାରେ ସତ୍ୟ ତାର ଉପରେ ବିଶ୍ୱାସ ରଖିବ। ସତ୍ୟତା ହିଁ ଜୀବନ ବୋଲି ଭାବିବ। ସତ କଥା କହିବା ପାଇଁ ଚେଷ୍ଟା କରିବ। କନସିଡରେଟ୍ ଟୁ ଏଭ୍ରିବଡି। ସମସ୍ତଙ୍କ ପ୍ରତି ବିଚାରଶୀଳ ହେବ। କନସିଡରେଟ୍ ମାନେ ବିଚାରଶୀଳ। ବିଚାରଶୀଳ ଏଠିର ଅର୍ଥ ହେଲା କନସିଡରେଟ୍ ଟୁ ଏଭ୍ରିବଡି, ସମସ୍ତଙ୍କ ପ୍ରତି ବିଚାରଶୀଳ ଅର୍ଥ ହେଲା ଯଦି ତମକୁ କିଏ କ'ଣ କଥା କହିଦିଏ ତା ସହିତ ଯୁକ୍ତି ତର୍କ କିମ୍ବା ଗଣ୍ଡଗୋଳ କରିବ ନାହିଁ। ତା କଥାଟାକୁ ବିଚାରକୁ ନେବ, ସେ କ'ଣ ପାଇଁ ମତେ ଏ ପ୍ରକାର କହିଲା, ଏ କଥାକୁ ବିଚାର କରିକି ସମସ୍ତଙ୍କ ପ୍ରତି ବିଚାରଶୀଳ ହେବ। ଫେଥ୍ ଟୁ ୟୋର ରାଇଭାଲ୍ସ ମାନେ ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରତି ତୁମେ ନିରପେକ୍ଷ ରୁହ। ତମ ସହିତ ଯିଏ ପ୍ରତିଦ୍ୱନ୍ଦିତା କରିବ କିମ୍ବା ତମ ସହିତ ଯିଏ କମ୍ପିଟିସନ ଅଛନ୍ତି ତାଙ୍କ ଉପରେ ନିରପେକ୍ଷ ରହିବ। କୌଣସି ତାଙ୍କ ଉପରେ ଟିପ୍ପଣୀ କରିବନି କିମ୍ବା ମତ ଦେବାକୁ ଚେଷ୍ଟା କରିବ ନାହିଁ। କାଇଣ୍ଡ ଆଣ୍ଡ ହେଲ୍ପଫୁଲ ଟୁ ଅଲ୍ ହୁ ଆର୍ ୱିକ୍ ଆଣ୍ଡ ସଫରିଂ। ଦୁର୍ବଳ ଓ ଦୁଷ୍ଟମାନଙ୍କ ପ୍ରତି ସାହାଯ୍ୟକାରୀ ହୁଅ। ମାନେ ଯେଉଁମାନେ ଏ ସଂସାରରେ ଦୁର୍ବଳ ଅଛନ୍ତି, ରୋଗାଗ୍ରସ୍ତ ଅଛନ୍ତି କିମ୍ବା ଯେଉଁମାନେ ଦୁଷ୍ଟ ମାନେ ଗରିବ ଶ୍ରେଣୀର ଲୋକ ଅଛନ୍ତି, ସେମାନଙ୍କୁ ସର୍ବଦା ତୁମେ ମାନେ ସାହାଯ୍ୟ କରିବା ପାଇଁ ଚେଷ୍ଟା କର। ଭଗବାନ ନିଶ୍ଚୟ ତୁମକୁ ଆଶୀର୍ବାଦ ପ୍ରଦାନ କରିବେ। And do not be afraid to have a courage to stand up for what is good, pure and noble. ଏବଂ ସମସ୍ତଙ୍କୁ ସାହାଯ୍ୟ କରିବ, ଏ ତ ଗୋଟେ କଥା। ନେକ୍ସଟ ହେଲା ଯେ ସମସ୍ତଙ୍କ ପ୍ରତି ଯେ ଯାହା ଉତ୍ତମ, ଶୁଦ୍ଧ ଓ ମହତ୍ୱପୂର୍ଣ୍ଣ ତାହାର ପକ୍ଷ ସମର୍ଥନ ରଖ। ଯାହା ଉତ୍ତମ, ପ୍ୟୁର ମାନେ ଶୁଦ୍ଧ
ଓ ନୋବେଲ ମାନେ ମହତ୍ୱପୂର୍ଣ୍ଣ। ଏସବୁ ଗୁଡାକୁ କେବେ ହେଲେ କରିବା ପାଇଁ ପଛଘୁଞ୍ଚା ଦେବନି କିମ୍ବା ଭୟ କରିବନି। ଯୋଉଟା ଠିକ, ଯୋଉଟା ଭଲ, ଏ ସଂସାର ସମାଜ ପାଇଁ ଭଲ କିମ୍ବା ଯାହା ସମସ୍ତଙ୍କୁ ଗ୍ରହଣ କରିବେ ସେସବୁ କାମ କରିବା ପାଇଁ ଚେଷ୍ଟା କରିବ। ଏଠି ସେଟା ଲେଖିଛନ୍ତି, ଦେଖନ୍ତୁ ଆଉ ଥରେ ସେ ଲାଇନଟା ପଢିଦେବା। ଡୁ ନଟ୍ ବି ଏଫ୍ରେଡ୍, କେବେ ହେଲେ ଭୟ କରିବାନି। ହ୍ୟାଭ୍ କରେଜ୍, ସାହସ ନବ। ଟୁ ଷ୍ଟାଣ୍ଡ ଅପ୍ ହ୍ୱାଟ୍ ଇଜ୍ ଗୁଡ୍, ଯାହା ଉତ୍ତମ, ପିଓର ମାନେ ଶୁଦ୍ଧ, ଯାହାକି ମହତ୍ୱପୂର୍ଣ୍ଣ, ଏ ସମାଜ ପାଇଁ ଯାହାକି ଉତ୍ତମ ମାନେ ଶୁଦ୍ଧ ଓ ମହତ୍ୱପୂର୍ଣ୍ଣ, ସେଇ କାମ ଗୁଡ଼ିକ କରିବା ପାଇଁ ଚେଷ୍ଟା କରିବ। Avoid gambling in every form. It is a mean game trying to get something for nothing and somebody's cost. ଏହି ଲାଇନର ଅର୍ଥ ହେଲା ଯେ ଯେକୌଣସି ପ୍ରକାରେ ଜୁଆ ଖେଳ ଠାରୁ, ଯୋଉ ଆମେ ଯୋଉ କହୁଛୁ ତାସ ଖେଳ, ସେଗୁଡ଼ିକ ଠାରୁ ଦୂରେଇ ରୁହ। ଇଟ୍ ଇଜ୍ ଏ ମେନ୍ ଗେମ୍, ଏହା ହେଉଛି ଗୋଟେ ମାନେ ନିଚ ଖେଳ ଅଟେ, ବା ଗୋଟେ ମାନେ ଯୋଉଟାକି ଆମେ କହୁଛୁ ଗୋଟେ ଖରାପ ଖେଳ, ଯାହାକୁ ଖେଳିବା ଉଚିତ ନୁହେଁ, ଯାହାକି ବିନା ବିନିଯୋଗରେ, ଇଟ୍ ମିନ୍ ଗେମ୍ ଟ୍ରାଇଂ ଟୁ ଗେଟ୍ ସମଥିଙ୍ଗ, ଆମେ କିଛି ପାଇବା ପାଇଁ ଚେଷ୍ଟା କରିବା, ଫର୍ ନଥିଙ୍ଗ, ବିନା ବିନିଯୋଗରେ, ସମବଡିଜ୍ କଷ୍ଟ, ଅନ୍ୟ ଜଣଙ୍କର ଅର୍ଥକୁ ଆମେ ହଡପ କରିବାକୁ ଏଠି ଚେଷ୍ଟା କରିବା। ତେଣୁ ଏହି ପ୍ରକାର ଖେଳକୁ ସବୁବେଳେ ପରିତ୍ୟାଗ କରିବ। ଏହା ଗୋଟେ ଖରାପ ଖେଳ, ନିଚ ଖେଳ, ତେଣୁ ଏହାକୁ କେବେ ହେଲେ ଖେଳିବା ପାଇଁ ଚେଷ୍ଟା କରିବନି। ନେକ୍ସଟ ଆସିବା ଆମେ ଆଉ ଗୋଟେ ପାରାଗ୍ରାଫକୁ। ମେକ୍ ପ୍ରୋଭିଜନ ଫର୍ ହାର୍ଡ ଟାଇମ୍ସ। ଏଇଠି ଅର୍ଥ ହେଲା ଯେତେବେଳେ ତମକୁ ଦୁଃଖ ଆସିବ, ଦୁର୍ଦିନ ଆସିବ କିମ୍ବା କଷ୍ଟ ଆସିବ, ସେ ଯୋଉ ଆଗକୁ ଆସିବାର ଯଦି ଥିବ, ତା ପାଇଁ ଏବେଠୁ ହିଁ ତମେ ଯତ୍ନବାନ ହେବାକୁ ପଡିବ। ଦେଖ, ଏଠି ଅନ୍ୟ ଅର୍ଥରେ କହିବାକୁ ଗଲେ, ଯଦି ତମେ ଭଲ ଭାବରେ ପାଠ ପଢିବ, ତାହେଲେ ତୁମର ଦୁଃଖ, ଦୁର୍ଦିନ, ଦୁର୍ଦ୍ଦଶା ଏଗୁଡିକ ସବୁ ଦୂର ହେବ। ତମେ ତୁମର ପରିବାରକୁ ପ୍ରତିପୋଷଣ କରିପାରିବ, ବାପା ମାଙ୍କୁ ଭଲ ଭାବରେ ରଖିପାରିବ। ତେଣୁ ତମର ଭବିଷ୍ୟତ ପାଇଁ ଏହା ଆଲୋଚନା। ଏହାକୁ ଏହି ଅର୍ଥରେ କୁହାଯାଇଛି ଯେ ଦୁଃଖ ଦୁର୍ଦିନ ଯାହାକି ଆଗକୁ ଆସୁଛି, ତମେ ଯଦି ଭଲ ପାଠ ପଢିବନି, ଆଗକୁ ଦୁଃଖ ଦୁର୍ଦିନ ଆସିବ। ତେଣୁ ସେଥିପାଇଁ ତୁମେ ଏବେଠୁ ହିଁ ଯୋଜନା କରିବାକୁ ପଡିବ, ଏବେଠୁ ହିଁ ଭଲ ପାଠ ପଢିବାକୁ ପଡିବ। ସେହି ଅର୍ଥରେ ଏଠି କୁହାଯାଇଛି। ଇନ୍ ୟୋର ଲିଜର ଆୱାର୍ସ ଏଭଏଡ୍ ମିୟର ଆଇଡଲିଂ। ଏଠି ଆଇଡଲିଂ ର ଅର୍ଥ ହେଲା ଅଳସୁଆ, ଅଳସୁଆମୀ ବା ଅଳସୁଆ। ଇନ୍ ୟୋର ଲିଜର ଆୱାର୍ସ, ଯେତେବେଳେ ତୁମେ ଖାଲି ସମୟ ପାଉଛ ବା ଅବସର ସମୟ ପାଉଛ, ସେତେବେଳେ ଅଳସୁଆ ହିଁ ରୁହ ନାହିଁ। ଏହି ଅଳସୁଆକୁ ପରିତ୍ୟାଗ କର। ଫିଲ୍ ସଚ୍ ଆୱାର୍ସ ୱିଥ୍ ଇଣ୍ଟରେଷ୍ଟିଂ ହବିଜ୍। ଏଇ ଯୋଉ ସମୟ ଗୁଡାକ, ଅବସର ସମୟ ଗୁଡାକ ଆନନ୍ଦଦାୟକ ଅଭ୍ୟାସ, ଯାହାକି ଯଦି ତମକୁ କ୍ରିକେଟ ଖେଳିବାକୁ ଇଚ୍ଛା ଲାଗେ, କ୍ରିକେଟ ଖେଳିବ। କାହାକୁ ଗୀତ ଶୁଣିବା ପାଇଁ ଇଚ୍ଛା ଲାଗୁଥାଏ, ଗୀତ ଶୁଣିବ। ଅନେକ ଲୋକଙ୍କୁ ସିନେମା ଦେଖିବା ପାଇଁ ଇଚ୍ଛା ଲାଗେ। ଯାହା ବି କିଛି ତୁମର ମନକୁ ଆନନ୍ଦ ଲାଗିବ, ସେଗୁଡାକ ସବୁ କରିବ। ଏହା ଛଡା ଗୁଡ୍ ବୁକ୍ସ, ଭଲ ପୁସ୍ତକ ମଧ୍ୟ ପଢିପାରିବ। with companionship and association calculated to exercise over you and influence for good. এই ଲାଇନର ଅର୍ଥ ହେଲା, ନେକ୍ସଟ এই ଲାଇନର ଅର୍ଥ ହେଲା and with companionship, ତୁମେ ସାଙ୍ଗସାଥି ମେଳ ରୁହ। କମ୍ପାନିଅନସିପ ଅର୍ଥ ହେଲା ସାଙ୍ଗସାଥି ମେଳ ରୁହ, ସେଇ ସମୟ ଗୁଡ଼ିକୁ ଉପଯୋଗ କର। କାଲକୁଲେଟ ଟୁ ଏକ୍ସରସାଇଜ ଓଭର ୟୁ and influence for good। ତୁମର ଯୋଉ ଏଠି କାଲକୁଲେଟ ଟୁ ଏକ୍ସରସାଇଜ, ତମର ଯୋଉ ଆଗକୁ ଯୋଉ ଏକ୍ସରସାଇଜ ର ଅର୍ଥ ହେଲା ଆଗକୁ ଯୋଉ କାମ ଗୁଡାକ ଅଛି କିମ୍ବା ଯାହା ବି କିଛି କରିବାର ଅଛି, ଯୋଉ ଆଗକୁ ଯୋଉ କାର୍ଯ୍ୟକଳାପ ଗୁଡ ଅଛି, ସେ ତା ସହିତ ଜଡିତ ହୁଅ। ଇନଫ୍ଲୁଏନ୍ସ ଫର ଗୁଡ, ଯାହାକି ତୁମ ଉପରେ ସୁପ୍ରଭାବ ପକେଇ ପାରିବ ବା ତୁମ ଉପରେ ଭଲ ପ୍ରଭାବ ପକେଇ ପାରିବ। ଆଉ ଥରେ ଏ ଲାଇନ ବୁଝିବା। କାଲକୁଲେଟ ଟୁ ଏକ୍ସରସାଇଜ ଓଭର ୟୁ ଆଣ୍ଡ ଇନଫ୍ଲୁଏନ୍ସ ଫର ଗୁଡ। କାଲକୁଲେଟ ଟୁ ଏକ୍ସରସାଇଜ, ତୁମର ଆଗକୁ ଯାହା କାମ ଗୁଡିକ ଅଛି ତାହା ସହିତ ଜଡିତ ହୁଅ।
ମନେକର ତୁମର ପଢ଼ା କାମ ଅଛି, ପଢ଼ା ସହିତ ଜଡ଼ିତ ହୁଅ। ପଢ଼ା ସରିଗଲା ପରେ ଆଉ କିଛି କାମ ଯଦି ରହିଛି ତା ସହିତ ଏବେଠୁ ହିଁ ଯୋଡ଼ି ହୋଇଯାଏ, ଏବେଠୁ ହିଁ ତା ଷ୍ଟାର୍ଟ କରିଦିଅ, ଯୋଉଟାକି ପରବର୍ତ୍ତୀ ସମୟରେ ଇନଫ୍ଲୁଏନ୍ସ ଫର୍ ଗୁଡ୍ ତୁମ ଉପରେ ସୁପ୍ରଭାବ ପକାଇ ପାରିବ। To large extent you will be known by the company you keep। ବହୁ ମାତ୍ରାରେ ତୁମେ ମନେ ରଖିବା କଥା ଯେ ତୁମର ଯେତେ ସାଙ୍ଗସାଥି ବଢ଼ିବେ ତୁମେ ସେତେ ପରିଚିତ ହବ। ଏଠି ଲାର୍ଜ ଏକ୍ସଟେଣ୍ଟ ମାନେ ସାଙ୍ଗସାଥି ବଢ଼ାଇବା କଥା କୁହାଯାଇଛି। ୟୁ ୱିଲ୍ ବି ନୋନ୍ ବାଇ ଦି କମ୍ପାନୀ ୟୁ କିପ୍। ତୁମର ଯେତେ ସାଙ୍ଗସାଥି ବଢ଼ିବେ ତୁମେ ସେତେ ପରିଚିତ ହେଇପାରିବ। ସବୁବେଳେ ସାଙ୍ଗସାଥି ମେଳରେ ରୁହ। ମୋର ଗୋଟେ ରିକ୍ୱେଷ୍ଟ ହେଲା, କେବେ ବି ମୋବାଇଲ ଫୋନକୁ ବେଶୀ ୟୁଜ୍ କର ନାହିଁ କିମ୍ବା ବାପା ମାଆଙ୍କୁ ମାଗି ସେଗୁଡ଼ାକ ନିଅ ନାହିଁ। ଏବେ ତୁମର ଛାତ୍ର ଅବସ୍ଥା, ତୁମେ ସାଙ୍ଗସାଥି ମେଳରେ ରୁହ, ସାଙ୍ଗସାଥି ଗୁଡ଼ାକ ଆହୁରି ବଢ଼ାଅ, ଯଦ୍ୱାରା କି ତୁମେ ଆହୁରି ଅଧିକ ପରିଚୟ ହେଇପାରିବ, ତୁମକୁ ମଧ୍ୟ ଖୁସି ଲାଗିପାରିବ। ନେକ୍ସଟ ପାରାଗ୍ରାଫକୁ ଆସିବା। ୱିଥ୍ ଏ ସାଉଣ୍ଡ ମାଇଣ୍ଡ ଇନ୍ ଏ ସାଉଣ୍ଡ ବଡି। ଏଇଠିର ଅର୍ଥ ହେଲା ସୁସ୍ଥ ଶରୀର ସୁସ୍ଥ ମନ ରଖେ। ମାନେ ଯଦି ଆମର ଶରୀର ସୁସ୍ଥ ଅଛି ତାହେଲେ ଆମର ମନ ଖୁସି ରହିବ। ଯଦି ଶରୀର ସୁସ୍ଥ ନାହିଁ, ମନ ସର୍ବଦା ଦୁର୍ବଳ ରହିବ, ସେଇ ଆଡ଼େ ହିଁ ମନ ଯିବ। ଏ ଗୁଡ୍ କ୍ୟାରେକ୍ଟର କୋର୍ଟିୟସ୍ ମ୍ୟାନର, ମାନେ ଭଦ୍ର ବ୍ୟବହାର ଏବଂ କୋର୍ଟିୟସ୍ ମ୍ୟାନର ମାନେ ଏଠିର ଅର୍ଥ ହେଲା ଯେ କୋର୍ଟିୟସ୍ କ୍ୟାରେକ୍ଟର ଉତ୍ତମ ଚରିତ୍ର। ନେକ୍ସଟ ହେଲା କୋର୍ଟିୟସ୍ ମ୍ୟାନର, ତାର ଅର୍ଥ ହେଲା ଭଦ୍ର ବ୍ୟବହାର। ଏଠି ଆଉଥରେ ପଢିବା। ୱିଥ୍ ଏ ସାଉଣ୍ଡ ମାଇଣ୍ଡ ଇନ୍ ସାଉଣ୍ଡ ବଡି। ଯଦି ତମର ଶରୀର ସୁସ୍ଥ ଅଛି ତାହେଲେ ନିଶ୍ଚୟ ତମର ମନ ଭଲ ରହିବ। ଏ ଗୁଡ୍ କ୍ୟାରେକ୍ଟର, ତମର ଯଦି ଉତ୍ତମ ଚରିତ୍ର ରହିଛି, କୋର୍ଟିୟସ୍ ମ୍ୟାନର୍ସ ମାନେ ଭଦ୍ର ବ୍ୟବହାର, and loyalty to the duties of your nation। ତୁମେ ଦେଶ ପାଇଁ କର୍ତ୍ତବ୍ୟ ଆଉ and high ideals, ଉଚ୍ଚ ଆଦର୍ଶ ରଖିବ। ଯେହେତୁ ଆମେ ଗୋଟେ ଦେଶରେ ରହୁଛୁ ମାନେ ତାର ନୀତି ନିୟମକୁ ପାଳନ କରିବାକୁ ଚେଷ୍ଟା କରିବା। କେବେ ବି ଦେଶ ବିରୋଧାତ୍ମକ କଥା କୌଣସିଠାରେ ଚର୍ଚ୍ଚା କରିବା ନାହିଁ। ଯେହେତୁ ଆମେ ଏ ଦେଶରେ ରହୁଛୁ, ଏ ଦେଶରେ ବଢୁଛୁ, ତେଣୁ ଦେଶ ପ୍ରତି ଆମର ଡ୍ୟୁଟି ଯାହା ବି କର୍ତ୍ତବ୍ୟ ରହିଛି ତାହା କରିବା, ଉଚ୍ଚ ଆଦର୍ଶରେ ରହିବା। ୟୁ ୱିଲ୍ ବାଇ ଗଡ୍ସ ଗ୍ରେସ୍, ତୁମେ ଭଗବାନଙ୍କ କୃପାରୁ ବି ଏ କ୍ରେଡିଟ୍ ଟୁ ୟୁର ଫ୍ୟାମିଲି, ମାନେ ତୁମ ପରିବାର ପାଇଁ ତୁମେ ଗର୍ବ ହୋଇପାରିବ। ତୁମେ ଯଦି ଭଲ ପାଠ ପଢିବ, ଭଗବାନଙ୍କ କୃପାରୁ ତୁମେ ପରିବାରଙ୍କ ପାଇଁ ଗର୍ବ ହୋଇପାରିବ। ଏ ଗୁଡ୍ ସିଟିଜେନ୍ ମାନେ ସୁନାଗରିକ ହୋଇପାରିବ। and in your whole life a real success, ଏବଂ ସାରା ଜୀବନ ତୁମେ ବାସ୍ତବ ସଫଳତା ହାସଲ କରିପାରିବ। ଏବେ ଆଉଥରେ ଏ ଲାଇନଟା ପଢିଦେବା ଯେ ବାଇ ଗଡ୍ସ ଗ୍ରେସ୍, ଭଗବାନଙ୍କ କୃପାରୁ ବା ଈଶ୍ୱରଙ୍କ କୃପାରୁ ବି ଏ କ୍ରେଡିଟ୍ ଟୁ ୟୁର ଫ୍ୟାମିଲି, ତୁମର ପରିବାର ପାଇଁ ତୁମେ ଗର୍ବିତ ହେବ, ଗର୍ବ ଅନୁଭବ କରିବ। ପରିବାରରେ ମଧ୍ୟ ଯେ ଆମ ପିଲାଟା ଭଲ ପାଠ ପଢିଲା ବୋଲି ଗର୍ବ ଅନୁଭବ କରିପାରିବେ। ଗୁଡ୍ ସିଟିଜେନ୍, ଉତ୍ତମ ନାଗରିକ ହବ। ଇନ୍ ୟୋର ହୋଲ୍ ଲାଇଫ୍, ସାରା ଜୀବନ ତୁମେ ନିଶ୍ଚୟ ବାସ୍ତବ ସଫଳତା ହାସଲ କରିପାରିବ। ରିଏଲ ସକ୍ସେସ୍ ମାନେ ବାସ୍ତବ ସଫଳତା ହାସଲ କରିପାରିବ। ଦେଖନ୍ତୁ, ମୁଁ ଭଲ ଭାବରେ ବୁଝିବା ପାଇଁ ଚେଷ୍ଟା କଲି। ନିଶ୍ଚୟ ପିଲାମାନେ ତୁମେମାନେ ଭଲ ଭାବରେ ବୁଝିପାରିଥିବ। ଯଦି ଆଉ କିଛି ସନ୍ଦେହ ରହିଲା ମୋତେ କମେଣ୍ଟ ବକ୍ସରେ ଲେଖିଲେ ତାହେଲେ ମୁଁ ଆହୁରି ଭଲ ପଢ଼ାଇବା ପାଇଁ ଚେଷ୍ଟା କରିପାରିବି। ଯଦି ଚ୍ୟାନେଲ ନୂଆ କରି ଆସିଛ ନିଶ୍ଚୟ ସବସ୍କ୍ରାଇବ, ସେୟାର, ଲାଇକ୍ କରିଦେବ। ନେକ୍ସଟ ଏହି ପାଠର କିଛି ବିଟ୍ କୋଶ୍ଚିନ୍ ବା MCQ ମୁଁ ନେଇ ଆସିବି, ଯେହେତୁ ଆଗକୁ ପରୀକ୍ଷା ଅଛି। ଆହୁରି ମଧ୍ୟ ସବୁ ପାଠ ସବୁ ବିଷୟର ମୁଁ ଟୋଟାଲ MCQ ନେଇ ଆସିବି। ପୁରା ସେଗୁଡ଼ିକ ସବୁ ପ୍ରାକ୍ଟିସ କରିଦେବା। ଗୋଟେ ପ୍ରାକ୍ଟିସ ସେଟ୍ କରିବା ପାଇଁ ଯୋଜନା କରିଛି, ଯେ ଆଗକୁ ମ୍ୟାଟ୍ରିକ ପରୀକ୍ଷା ଅଛି। ଇଂଲିଶର ଆଉ ସୋସିଆଲ ଷ୍ଟଡି, ଭୂଗୋଳ, ଇତିହାସର ପ୍ରାକ୍ଟିସ ସେଟ୍ କରିବା ପାଇଁ ମୁଁ ଯୋଜନା କରିଛି। ତେଣୁ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିବ, ଲାଇକ୍ କରିବ, ସେୟାର କରିବ। ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ ସୋ ମଚ୍।